ସକାରାତ୍ମକ ଆଶୀର୍ବାଦ ନିଜ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହାକୁ ଗ୍ରହଣ କରନ୍ତୁ। ସକାଳର ସୂର୍ଯ୍ୟର ପତ୍ର ପରି ତୁମର ଦିନଗୁଡ଼ିକ ଉଜ୍ଜଳ ହେଉ, ନରମ, ଉଜ୍ଜଳ ଏବଂ ପ୍ରତିଶ୍ରୁତିରେ ପରିପୂର୍ଣ୍ଣ। ଶାନ୍ତି ତୁମ ଆତ୍ମାରେ ଧୀର ସ୍ଥିର ହେଉ, ପ୍ରତ୍ୟେକ ଝଡ଼କୁ ଶାନ୍ତ କରୁ ଏବଂ ତୁମର ସ୍ୱପ୍ନ, ଆଶା ଏବଂ ନବୀକରଣର ଏକ ପବିତ୍ର ସ୍ଥାନ ହେଉ। ତୁମେ ଜୀବନରେ ଯାତ୍ରା କରିବା ସମୟରେ ସାହସ ତୁମର ନିରନ୍ତର ସାଥୀ ହେଉ। ପ୍ରତ୍ୟେକ ଚ୍ୟାଲେଞ୍ଜ ତୁମର ଆତ୍ମାକୁ ପରିଷ୍କାର କରୁ, ପ୍ରତ୍ୟେକ ବିଫଳତା ସ୍ଥିରତା ଶିଖାଉ ଏବଂ ପ୍ରତ୍ୟେକ ବିଜୟ ତୁମକୁ ତୁମର ଶକ୍ତି ମନେ ପକାଇ ଦେଉ। ତୁମର ହୃଦୟ ପ୍ରେମ ପାଇଁ ଖୋଲା ରହୁ, ତୁମର ମନ ଜ୍ଞାନ ପାଇଁ ଏବଂ ତୁମର ହାତ ସେବା ପାଇଁ। ଦୟା ତୁମକୁ ଅପ୍ରତ୍ୟାଶିତ ସ୍ଥାନରେ ଖୋଜୁ ଏବଂ ତୁମେ ଅନ୍ୟମାନଙ୍କ ପାଇଁ ଆଲୋକର ଉତ୍ସ ହୁଅ। ତୁମର ଶବ୍ଦ, ତୁମର ହସ, ତୁମର ଉପସ୍ଥିତି ମାଧ୍ୟମରେ ତୁମର ହସ ସଙ୍ଗୀତ ପରି ତୁମର ଘରେ ପ୍ରତିଧ୍ୱନିତ ହେଉ ଏବଂ କୃତଜ୍ଞତା ତୁମର ପ୍ରତ୍ୟେକ ପଦକ୍ଷେପକୁ ମାର୍ଗଦର୍ଶନ କରୁ। ଯେତେବେଳେ ପଥ ଅନିଶ୍ଚିତ ଅନୁଭବ କରେ, ତୁମେ ପ୍ରକାଶିତ ହେବା ଉପରେ ବିଶ୍ୱାସ କର। ଯେତେବେଳେ ରାତି ଲମ୍ବା ଅନୁଭବ କରେ, ତୁମେ ମନେ ରଖ ଯେ ତାରାମାନେ ସର୍ବଦା ଝଲସୁଛନ୍ତି ତୁମ ପାଇଁ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ତୁମେ ଏହି ସତ୍ୟକୁ ଜାଣ, ତୁମେ ଯଥେଷ୍ଟ, ତୁମେ ପ୍ରଶଂସିତ ଏବଂ ବିଶ୍ୱ ଉଜ୍ଜଳ କାରଣ ତୁମେ ଏଥିରେ ଅଛ। ଧନ୍ୟ ରୁହ, ସାହସୀ ରୁହ ଏବଂ ଝଲସୁଥାଅ। ବ୍ରହ୍ମାଣ୍ଡ ତୁମର ଆଲୋକରେ ଆନନ୍ଦିତ ହୁଏ। ଆମେନ୍। ଏହି ପ୍ରାର୍ଥନା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି ତୁମ ପାଇଁ। ଆମେନ୍। ଏହି ପ୍ରାର୍ଥନାକୁ ନିଜ ଜୀବନରେ ସକ୍ରିୟ କରିବା ପାଇଁ ଗୋଟିଏ ଲାଇକ୍, ଗୋଟିଏ ସେୟାର ଏବଂ ଗୋଟିଏ କମେଣ୍ଟ ଲେଖନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରାସ୍ତାରେ ଚାଲିବା ପାଇଁ ଗୋଟିଏ ସବସ୍କ୍ରାଇବ୍ କରିଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍।